ବରଗଡ଼ ଗଣେଶ ପୂଜା ମହୋତ୍ସବ ପଶ୍ଚିମ ଓଡ଼ିଶାରେ ନୂଆଖାଇ ପର୍ବ ଭଳି ଭୁବନେଶ୍ୱର ବରଗଡ଼ରେ ବାତାବରଣ ବହୁତ ସୁମଧୁର ଏବଂ ଉତ୍ସାହଜନକ। ଯେଭଳି ପଶ୍ଚିମ ଓଡ଼ିଶାରେ ନୂଆଖାଇ ପର୍ବ ଆସିଲେ ସମସ୍ତେ ଚିହିଁକି ଉଠନ୍ତି, ସେମିତି ଏ ଭୁବନେଶ୍ୱର ବରଗଡ଼ରେ ଗଣେଶ ମହୋତ୍ସବ ହେଲେ ଏ ଯୁବପିଢ଼ି ସମସ୍ତଙ୍କ ମନରେ ଆନନ୍ଦ ଉତ୍ସାହ ଉଦ୍ଦୀପନା ଜାଗ୍ରତ ହୁଏ। ସମସ୍ତେ ବ୍ୟସ୍ତ ରହିଥାନ୍ତି, ସମସ୍ତେ ସମସ୍ତଙ୍କ କାର୍ଯ୍ୟ ସୁଚାରୁ ରୂପେ କରନ୍ତି। ଏ ବର୍ଷର ଆକର୍ଷଣ ଆମେ ଏ ବର୍ଷ ରୋଷଣୀଟା ଡିଜେ ମୁକ୍ତ କରିବୁ ଏବଂ ଭସାଣୀଟା ମଦ ମୁକ୍ତ କରିବୁ ଏବଂ ସମସ୍ତ କାର୍ଯ୍ୟ କିଭଳି ସଭ୍ୟମାନଙ୍କୁ ଧରି ସୁଚାରୁ ରୂପେ ହୋଇପାରିବ ସେଥିପ୍ରତି ଶ୍ରୀଯୁକ୍ତ ସଂଗ୍ରାମ ମାତା ତତ୍ତ୍ୱାବଧାନରେ ଏବଂ ସମସ୍ତ ସଭ୍ୟମାନେ ଆପ୍ରାଣ ଉଦ୍ୟମ ଚେଷ୍ଟା ଜାରି ରଖିଛନ୍ତି। ଦେଖିବା ପାଇଁ ଗଣେଶ ମୂର୍ତ୍ତି ଏ ବର୍ଷ ଆପଣ ଗୋଟେ ଟାଇଟାନିକ ଲାଇଟ୍ ଗେଟ୍ ଆମେ କରୁଛୁ। ପ୍ରଥମ ଥର ପାଇକି ଦେଖିବେ ଓଡ଼ିଶାରେ ଗୋଟେ ଟାଇଟାନିକ ଲାଇଟ୍ ଗେଟ୍ ଦେଖିବେ ଏବଂ ଆମର ମୂଷା ଦେଖିବେ, ଗୋଟେ 12 ଫୁଟର ଗୋଟେ ମୂଷିକ ବାହନ ଦେଖିବେ ଆଉ 10 କେଜିର ପାଦ। ତା ସହିତ ଆମର ସାଂସ୍କୃତିକ କାର୍ଯ୍ୟକ୍ରମ 7 ତାରିଖ 13 ତାରିଖ ପର୍ଯ୍ୟନ୍ତ ଅଛି। ତା ସହିତ ଆମେ 9 ତାରିଖରେ ଏକ ଭଜନ ସନ୍ଧ୍ୟା ରଖିଛୁ ଆଉ ଲୋକମାନଙ୍କ ପାଇଁ ପ୍ରସାଦ ସେବନର 6000 ଲୋକଙ୍କ ପାଇଁ ବ୍ୟବସ୍ଥା କରିଛୁ। ଆଉ ଆକୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କେମିତି ଭକ୍ତ ଆସିବେ ଠିକରେ ଦର୍ଶନ କରିକି ଯିବେ, ସେଥିପାଇଁକା ଆମେ କିଛି ସ୍ୱେଚ୍ଛାସେବୀ ସହିତ ଆମ କ୍ଲବର ସଦସ୍ୟ ଏବଂ ଆମର କିଛି ବରଗଡ଼ ଗ୍ରାମର ସମସ୍ତ ଯୁବ ବ୍ୟକ୍ତିମାନେ ସମସ୍ତେ ସହଯୋଗ କରି କେମିତି ଶାନ୍ତିପୂର୍ଣ୍ଣ ପୂଜାକୁ ଆୟୋଜନ କରାହେବ ସେଥିପାଇଁ ଆମେ ଦୃଷ୍ଟି ଦେଇଛୁ। ଯେହେତୁ ଗୋଟେ ଜନଗହଳିପୂର୍ଣ୍ଣ ଅଞ୍ଚଳ, ସୁରକ୍ଷା କେମିତି ରହିବ? ଯେହେତୁ ମହିଳାମାନେ ଅଧିକ ଆସିବେ ଦେଖିବା ପାଇଁ, ତ କେମିତି ସୁରକ୍ଷା ଏବଂ ସରକାର ଆଉ ପୋଲିସ ମହାନିର୍ଦ୍ଦେଶକ ଗାଇଡଲାଇନ ଅନୁସାରେ ଆମେ ଏଥରକ 100 ସ୍ୱେଚ୍ଛାସେବୀ ଆମ ଇଏରୁ ଦେଇଛୁ। ତା ଦେହରେ ଲେଡିଜ୍ ଜେଣ୍ଟସ୍ ମଧ୍ୟ ରହିଛନ୍ତି। ତା ସହିତ ଆମେ 25ଟା କ୍ୟାମେରା CCTV କ୍ୟାମେରାର ଆୟୋଜନ କରିଛୁ। ବିନା ବଜାରରେ ବି ଏକ୍ସଟ୍ରା 10ଟା କ୍ୟାମେରା ଆୟୋଜନ କରିଛୁ। ଆଉ ଯେଉଁମାନେ ହ୍ୟାଣ୍ଡିକ୍ୟାପ୍ଟ ଅଛନ୍ତି ତାଙ୍କ ପାଇଁ ହୁଇଲ୍ ଚେୟାରର ବ୍ୟବସ୍ଥା କରାଯାଇଛି। ସବୁ ପ୍ରକାର ସରକାରଙ୍କ ଗାଇଡଲାଇନ ଅନୁସାରେ ଆମେ ବ୍ୟବସ୍ଥା କରିଛୁ, ଯେମିତି କୌଣସି ଭକ୍ତଙ୍କର କିଛି ଅସୁବିଧା ହେବ ନାହିଁ। ଯେହେତୁ ଏତେ ବଡ଼ ମୂର୍ତ୍ତି ରହିଛି, ତେବେ ଭସାଣୀ କେଉଁଭଳି ଭାବରେ କରାଯିବ ଏବଂ ସ୍ୱତନ୍ତ୍ର କ'ଣ ରହିଛି? ସ୍ୱତନ୍ତ୍ର ହେଉଛି ଆମର ଭସାଣୀ ଆକ୍ଚୁଆଲି ନାହିଁ, ଆମର ଡିଜେ ମୁକ୍ତ ଭସାଣୀ ଯାହା ସରକାର କରିଛନ୍ତି। ମଦ ମୁକ୍ତ ଯେଉଁ ରୋଷଣୀ ହେବ, କୌଣସି ପ୍ରକାର ଭସାଣୀ ନାହିଁ। ଆମେ ସେଇଠି ତାଙ୍କୁ ପାଣି ସ୍ପ୍ରେ କରିକି ଭସାଣୀ ଆମେ ଆୟୋଜନ କରିଛୁ। କେମିତି ଆୟୋଜନ କରାଯିବ? ଆମେ 2ଟି ଟ୍ୟାଙ୍କର ମଗେଇକି ତାଙ୍କୁ ପାଣି ସ୍ପ୍ରେ କରିକି ତାକୁ ନିଶ୍ଚିତ ଆମର ବଡ଼ ଗଣେଶ ବରଗଡ଼ ନାମ ଅନୁସାରେ ଗ୍ରାମ ନାଁ ଅନୁସାରେ ଏଠାରେ ବଡ଼ ଗଣେଶ ଆମେ ଭୁବନେଶ୍ୱରରେ ଉଚ୍ଚତର ପାଇଁ କରିଛୁ। ତାର ଉଚ୍ଚତା ହେଉଛି 57 ଫୁଟର ଗଣେଶ ମୂର୍ତ୍ତି ଏଥର କରିଛି। ତା ସହିତ 10 କିଲୋ ରୂପାର ପାଦ କରାଯାଇଛି, 12 ଫୁଟର ମୂଷା ବି କରାଯାଇଛି। ଆଉ 57 ଫୁଟର ଗଣେଶକୁ ନେଇ 57 କେଜିର ଲଡ଼ୁ ବି ଏଥରକ ମୁଖ୍ୟ ଆକର୍ଷଣ ଆମେ କରୁଛୁ। ଆଜ୍ଞା, ଯେହେତୁ ସାଂସ୍କୃତିକ କାର୍ଯ୍ୟକ୍ରମ ଗୋଟେ ବଡ଼ ଭୂମିକା ନିଏ, ସାଂସ୍କୃତିକ କାର୍ଯ୍ୟକ୍ରମ କେଉଁଭଳି ଭାବରେ କ'ଣ ରହିଛି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆପଣ 7 ତାରିଖରୁ ଆପଣ ସମ୍ବଲପୁର ଦେଖିବେ ଅର୍ଚ୍ଚନା ପାଢ଼ୀ ଇଏ, ତାପରେ 8 ତାରିଖରେ କୁଲଦୀପ ପଟ୍ଟନାୟକ କୁଲଦୀପ ଇରା ମହାନ୍ତି, ଆଉ 9 ତାରିଖରେ ଆମର ଭଜନ ସମାରୋହ ସହିତ ପ୍ରସାଦ ସେବନ ବ୍ୟବସ୍ଥା ହେଇଛି। 10 ତାରିଖ କୁଲଦୀପ ପଟ୍ଟନାୟକ, 11 ତାରିଖରେ ନାମିଆ ଯାଇଛି, 12 ତାରିଖ ସାଗର ସଙ୍ଗମ କଟକ ଅର୍କେଷ୍ଟ୍ରା ଏବଂ 13 ତାରିଖ ଲାଷ୍ଟ ଦିନ ମଣ୍ଟୁଚୁଳିଆଙ୍କ ପ୍ରୋଗ୍ରାମ ରହିଛି। ପରମ୍ପରା କେଉଁ ଆଧାରରେ ଆଜ୍ଞା ଦେଖନ୍ତୁ, ଏ କ୍ଲବ ହେଉଛି 1985 ମସିହାରେ 1985 ମସିହାରେ ଗଣେଶ ପୂଜା କରିଆସୁଛି। ଏଇଟା ଆମର 43ତମ ପୂଜା। ବରଗଡ଼ ଗ୍ରାମବାସୀ ମାନେ ଏକାଠି ଗୋଟିଏ ପୂଜା କରି ବଡ଼ ଆକାରରେ ଗଣେଶ କରିବା ପାଇଁ ଆମେ ମିଳିତ ବୈଠକରେ ଏଇଟା ଉଦ୍ଘୋଷଣ କରିବି। ସେଇ ଆଧାରରେ ଆମେ ଏଇଟା ବଡ଼ ଗଣେଶ କରିବୁ, କାରଣ ଲୋକମାନେ ବମ୍ବେ ଯାଆନ୍ତି ବଡ଼ ଗଣେଶ ଦେଖିବା ପାଇଁ। ଆଗରୁ ଏଇ ପରମ୍ପରା ନଥିଲା, ତେଣୁ ଆମ ଗ୍ରାମବାସୀ ପାଖାପାଖି ଏରିଆ ଲୋକ କହିଲେ ଯେ ନାଇଁ ଆମେ ଏଠାରେ ବଡ଼ ଗଣେଶ କରିବା। ସେଇଥିପାଇଁ ଆମେ ଏଠାରେ ବଡ଼ ଗଣେଶ କରିବା ପାଇଁ ଏଇ ଆଧାରରେ କରିଆସୁଛୁ।